ପଣସ ମଞ୍ଜିକୁ ଏମିତି ଏୟାର ଟାଇଟ୍ କଣ୍ଟେନର୍ ଡବାରେ ରଖିଥିଲି। ଦେଖନ୍ତୁ ପୁରା ଫ୍ରେଶ୍ ରହିଛି। ଏ ପଣସ ମଞ୍ଜି ଲଗଭଗ ମାସେ ପାଖାପାଖି ହେବ, କିନ୍ତୁ କେତେ ଫ୍ରେଶ୍ ରହିଛି ଦେଖ। ତାକୁ ଏୟାର ଟାଇଟ୍ କଣ୍ଟେନର୍ରେ ରଖିଦେଲେ କେତେ ସୁନ୍ଦର ରହୁଛି। ତ ଜଣକୁ ପଚାରିଲି ଆଜି କ'ଣ ଖାଇଲୁ, ସେ କହିଲା ଭାତ ଡାଲି ଚିପ୍ସ ଖାଇଲି। ତ ଫ୍ରେଣ୍ଡ ମାନେ ଆପଣଙ୍କୁ ଚିପ୍ସ ଭଲ ଲାଗେ କି ନାହିଁ କୁହନ୍ତୁ। ସେଥିପାଇଁ ମୁଁ ଆଜି ଆଣିଛି ପଣସ ମଞ୍ଜିର ଚିପ୍ସ। ତ ଏଇ ଚିପ୍ସଟା ସରି ମଜାରେ କହୁଛି, ସେ କହିଥିଲା ବୋଲି ମୋତେ ବହୁତ ହସ ଲାଗିଲା। କହିଲା ଭାତ ଡାଲି ଆଉ ଚିପ୍ସ ଖାଇଲି। ତ ଜୟ ଜଗନ୍ନାଥ ଫ୍ରେଣ୍ଡ, ଦେଖନ୍ତୁ ପଣସ ମଞ୍ଜିଟାକୁ ମୁଁ ରଖିଥିଲି, ତାକୁ ଏମିତି ଦୁଇ ଫାଳ କରି କାଟି ଦେଇଛି। କାଟିଦେଲା ପରେ ଏବେ ଦେଖନ୍ତୁ ମୁଁ ପ୍ରେସରରେ ତାକୁ ଟିକେ ହଳଦୀ ଟିକେ ଲୁଣ ଦେଇକି ସିଝେଇବି, କିନ୍ତୁ ବିଲକୁଲ ବି ବେଶୀ ସିଟି ଦେବେନି, ସେ ତ ମିଳେଇଯିବ, ଚିପ୍ସ ଆମର ଭଲ ହେବନି। ତେଣୁ ଜଷ୍ଟ ଟିକେ ସିଟି ଆସିଲା ଭଳିଆ ହେଲେ ତାକୁ ବନ୍ଦ କରିଦେବେ। ଆଉ ଏଥିରେ ଚିପ୍ସ ବନେଇକି ଥରେ ଖାଆନ୍ତୁ, ଏତେ ସୁନ୍ଦର ଚିପ୍ସ ହେବ। ଆର ଆଉ ଗୋଟେ ବି ଚିପ୍ସ ଅଛି, ସେଟାକୁ ପଣସ ମଞ୍ଜିକୁ ବେଶୀ ସିଝିକି ଚକଟିକି କରନ୍ତି। ଏଇଟା ଗୋଟେ ଆଉ ଏତେ କ୍ରିସ୍ପି ହେବ, ଏତେ ମୁସମୁସିଆ ହେବ ଯେ ବହୁତ ବଢ଼ିଆ ଲାଗିବ। ଏ ଦେଖନ୍ତୁ ମୁଁ ଏବେ ଲୁଣ ହଳଦୀ ଯେଉଁ ପକେଇକି ସିଝେଇଛି ଦେଖନ୍ତୁ, ଏଇଟା ମୋର କେତେ ସୁନ୍ଦର ରହିଛି। ଏମିତି ହେଲେ ହିଁ ଚିପ୍ସଟା ଭଲ ଲାଗିବ। ଆଉ ଟିକେ ଯଦି ମୁଁ ସିଟି ଦେଇଥାନ୍ତି, ଗୋଟେ ସିଟି ଦେଇଥାନ୍ତି, ସେ ଏତେ ମିଳେଇ ଯାଇଥାନ୍ତା। ସେ ମିଳେଇଥିଲେ ବି ସେ ଅଲଗା ଚିପ୍ସ ହେଇଯାଇଥାନ୍ତା, କିନ୍ତୁ ମୁଁ ଆଜି ଏଇ ଚିପ୍ସଟା ଆପଣଙ୍କୁ ଦେଖାଉଛି। ତ ଚିପ୍ସ ବନେଇବା ପାଇଁ ଦେଖନ୍ତୁ ମୁଁ ନେଇଛି ଏଇଠି 2 କୋଲା ରସୁଣ, ଟିକେ ଅଦା, ଫାଳେ ପିଆଜ, ଏ ତିନିଟାକୁ ମୁଁ ଏବେ କୁଟିଦେବି। ତାକୁ ଆମେ ଚିପ୍ସରେ ପକାଇବା। ତ ଏଇଠି ଦେଖନ୍ତୁ ମୁଁ 2 ଚାମଚ ବେସନ ନେଇଛି, 1 ଚାମଚ ନେଇଛି ଚାଉଳ ଗୁଣ୍ଡ। ଆପଣ ଯଦି 4 ଚାମଚ ବେସନ ନେବେ ତ 2 ଚାମଚ ଚାଉଳ ଗୁଣ୍ଡ ନେବେ। ଯଦି ଆପଣଙ୍କ ପାଖରେ ଚାଉଳ ଗୁଣ୍ଡ ନାହିଁ ତାହେଲେ ଆପଣ ମଇଦା ନେଇପାରିବେ, ସେଥିରେ ବି କ୍ରିସ୍ପି ମାନେ ମୁସମୁସିଆ ହେବ ଚିପ୍ସଟା। ତ ଫ୍ରେଣ୍ଡ ମାନେ ଭିଡ଼ିଓଟା ଭଲ ଲାଗିଲେ ନିଶ୍ଚୟ ସବସ୍କ୍ରାଇବ୍ କରିଦେବେ, ଲାଇକ୍ କରିବେ ଆଉ ସେୟାର କରିବେ। ତ ଏଇଠି ଟିକେ ପିଞ୍ଚ ଭଳିଆ ମୁଁ ନେଇଛି ହଳଦୀ, ଆଉ ମୋର କ୍ୱାଣ୍ଟିଟି କମ୍, ତାପରେ ଅଲରେଡ଼ି ଆମେ ପଣସ ମଞ୍ଜିରେ ହଳଦୀ ପକାଇଛେ। ରାଗ ଆପଣଙ୍କର କ୍ୱାଣ୍ଟିଟି ଅନୁସାରେ ନେବେ। ଏଇ ଲଙ୍କାଗୁଣ୍ଡଟା ମୋର ବହୁତ ରାଗ, ସେଥିପାଇଁ ମୁଁ ବେଶୀ ନେଇନି, ଅଳ୍ପ ନେଇଛି। ଏଠି ମୁଁ ନେଇଛି ଟିକେ ଚାଟ୍ ମସଲା ପକାଇଦେଲି, ଆଉ ଲୁଣ ମୁଁ ଅଳ୍ପ ପକାଇଲି, କାରଣ ସିଝା ବେଳେ ଆମେ ଅଲରେଡ଼ି ହଳଦୀ ଆଉ ଲୁଣରେ ସିଝେଇଥିଲେ। ତ ତାକୁ ଭଲ ଭାବରେ ଆମେ ମିଶାଇଦେବା। ଏଇ ଯେଉଁ ଛେଚିକି ରଖିଥିଲି କହିଲି ଅଦା ରସୁଣ ଆଉ ପିଆଜକୁ କୁଟି ଦେଇଥିଲି ଟିକେ, ତାକୁ ଟିକେ ପକାଇଦେବା। ସେଇଟା ପକାଇଦେଲେ ତା ବାସ୍ନାଟା ଗୋଟେ ବଢ଼ିଆ ହେବ। ତାକୁ ଏବେ ଆମେ ଭଲ ଭାବରେ ସବୁ ମିଶାଇଦେବା। ମିଶାଇ ଦେଇକି ତାକୁ ଗୋଟେ ପେଷ୍ଟ ବନେଇବା, ଯେଉଁଟାକି ଆମେ ଚିପ୍ସ ବନେଇବା। ତ ମୁଁ ଏବେ ଆଉ ଥରେ ବି ଆପଣଙ୍କୁ କହିଦେଉଛି, ଯଦି ଆପଣଙ୍କ ପାଖରେ ଚାଉଳ ଚୁନା ନଥିବ ଆପଣ ମଇଦା ବି ନେଇପାରିବେ। ଏ ଦେଖନ୍ତୁ ବେଶୀ ପାଣିଆ କରିବେନି, ପତଳା କଲେ କ'ଣ ହେବ ନା ଚିପ୍ସରେ ସେଇ ଜିନିଷଟା ଲାଗିବନି, ତ ଚିପ୍ସଟା ହେବନି ଆମର, ଏଇଟା ଜାଣିବା କଥା। ସେଥିପାଇଁ ଆମେ ବେଶୀ ମୋଟା ନାହିଁ କି ବେଶୀ ପତଳା ନାହିଁ, ତାକୁ ପୁରା ମାନେ ବଢ଼ିଆ ହେଇ ଦେଖନ୍ତୁ ମୁଁ ଏବେ ଯେମିତି କରିଛି ଏଇ ଟାଇପ୍ର କରିବା। ଆଉ ବେସନକୁ ଆଉ ଗୋଟେ କଥା ମନେ ରଖନ୍ତୁ, ବେସନକୁ ଯେତେ ଫେଣ୍ଟିବେ ଜିନିଷଟା ଆମର ସେତେ ବଢ଼ିଆ ହେବ। ପକୁଡ଼ି ବି କଲେ ଦେଖିବେ ବେଶୀ ଫେଣ୍ଟିଲେ ସେଇଟା ବହୁତ ବଢ଼ିଆ ହେବ। ଆଉ ଟିକେ ସମୟ ଗୋଳିକି ରଖିଦେଲେ ବି ତା'ର ଗୋଟେ ଅଲଗା ଟେଷ୍ଟ ଆସିବ। ତ ଏଇଠି ମୁଁ ଗୋଳିକି ଟିକେ ସମୟ ରଖିଦେଲି 5-10 ମିନିଟ୍। ଏପଟେ ଦେଖନ୍ତୁ ମୁଁ କଢ଼େଇରେ ତେଲ ନେଇଯାଇଛି, ତେଲ ଅଲରେଡ଼ି ମୋର ଗରମ ହେଇଗଲାଣି। ଆଉ ଚାଲନ୍ତୁ ଏବେ କ'ଣ କରିବା ନା ଆମେ ଚିପ୍ସ ବନେଇବା। এই ଦେଖନ୍ତୁ ଏଇ ଯେଉଁ ଗୋଟା ପଣସ ରଖିଥିଲି ତାକୁ ଏବେ ପକାଇଦେବି ତା ଭିତରେ। ଚାହିଁଲେ ଆପଣ ଯଦି ହାତ ନ ହେବାକୁ ଚାହିଁବେ ଏମିତି କରିଦେବେ, ଆଉ ଗୋଟା ଚାମଚ ସାହାଯ୍ୟରେ ପକାଇଦେବେ, କିନ୍ତୁ ମୁଁ ହାତରେ ପକାଇବି, ମୋତେ ଟିକେ ହାତରେ ଇଜି ହୁଏ ସବୁ କାମ କରିବାକୁ, ମୋତେ ଭଲ ଲାଗେ। ତ ଏଇ ଦେଖନ୍ତୁ ମୁଁ ଏବେ ଗୋଟା କରି ପକାଇବି। ଆଉ ଏଇଟା ବହୁତ କ୍ରିସ୍ପି ହେବ, ବହୁତ ମୁସମୁସିଆ ଟେଷ୍ଟି ଲାଗିବ। ଆଉ ଯେଉଁଟା କହୁଥିଲି ଗୋଟେ ପଣସ ଚିପ୍ସଟା କରିବାକୁ, ତାକୁ ମଧ୍ୟ ଆପଣ ପଣସଟାକୁ ମାନେ ପୁରା ଭଲ ଭାବରେ ସିଝେଇବେ। ସିଝେଇ ସାରିଲା ପରେ ସେଇ ଚିପ୍ସ କରାଯାଏ, ତାକୁ ପଣସ ବରା ବି କୁହାଯାଏ। ଆଉ ମୋତେ ତ ପଣସର ସବୁ ଜିନିଷ ଭଲ ଲାଗେ, ପାଚିଲା ପଣସ ଭଲ ଲାଗେ, ପିଠା ଭଲ ଲାଗେ। ଆପଣଙ୍କୁ ପିଠା ଦେଖେଇଥିଲି, ପିଠା ବି ବିଭିନ୍ନ ଟାଇପ୍ର ଅଛି। ଏଇ ଦେଖନ୍ତୁ ଏଇଟା ହେଇଗଲା ପରେ ଟିକେ ତାକୁ ଗୋଲ୍ଡେନ୍ ବ୍ରାଉନ୍ ହେଇଗଲା ପରେ ତାକୁ ଟିକେ ଓଲଟା ପଲଟା କରିଦେବେ। ଆପଣଙ୍କୁ ଦେଖାଯାଉଛି ନା ଚିପ୍ସଟା କେତେ ମୁସମୁସିଆ ଦେଖାଯାଉଛି। ଖାଇଲା ବେଳକୁ ଟେଷ୍ଟ ଗୋଟେ ନାହିଁ, ଗୋଟେ ଜାଗାରେ 5ଟା ଆପଣ ଖାଇବେ।
ଗୋଟେ ଥାଳି ଭାତ ଜାଗାରେ 2 ଥାଳି ଭାତ ବି ଆପଣଙ୍କର ଉଠିଯିବ। ଏମିତି ଇଭିନିଂ ଟାଇମ୍ରେ କରିକି ବି ଖାଲି ପାଟିରେ ବି ଏଇଟା ଖାଇପାରନ୍ତି, କିଛି ପ୍ରୋବ୍ଲେମ୍ ନାହିଁ। ବହୁତ ଟେଷ୍ଟି ଲାଗିବ ନା, ଟେଷ୍ଟି ଜିନିଷ ତ ଯେତେବେଳେ ଚାହିଁଲେ ସେତେବେଳେ ଖାଇବାକୁ ଇଚ୍ଛା ହେବ। ତ ଆପଣମାନେ ଥରେ ଏମିତି କରନ୍ତୁ। ଆଉ ଯେତିକି ଥିଲା ମୁଁ ପକାଇଥିଲି। ଏବେ ଦେଖନ୍ତୁ ସବୁ ମୋର ରେଡ଼ି ହେଇଗଲା ମୁସିମୁସିଆ ପଣସ ଚିପ୍ସ, ମାନେ ପଣସ ଚିପ୍ସ। ତ ଏ ଦେଖନ୍ତୁ କେତେ ବଢ଼ିଆ ହେଇଛି, ଆପଣ ଥରେ କରନ୍ତୁ। ତ ଫ୍ରେଣ୍ଡ ମାନେ ରହୁଛି, ଆହୁରି ଗୋଟେ ଏମିତି ଭିଡ଼ିଓ ଆଣିକି ଆପଣଙ୍କ ସହିତ ଦେଖା କରିବି। ସେତେ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।